କ୍ୟାବିନେଟ ବୈଠକରେ 6 ପ୍ରସ୍ତାବକୁ ମଞ୍ଜୁରୀ। ଓଡ଼ିଶା ଔଷଧ ଚିକିତ୍ସା ଏବଂ ଉପକରଣ ନୀତିକୁ ଅନୁମୋଦନ। ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାରେ 5 ବର୍ଷରେ ଖର୍ଚ୍ଚ ହେବ 274 କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ପାଇଁ 490 କୋଟି ଟଙ୍କା। ମତ୍ସ୍ୟ ସେବା କ୍ୟାଡରର ପୁନର୍ଗଠନ। ଜୁଡିସିଆଲ ସର୍ଭିସ ରୁଲରେ ସଂଶୋଧନ। ସିଭିଲ ଜଜ୍ କନିଷ୍ଠ ପାଇଁ ଆବେଦନ, ବୟସ ସୀମା 42 ବୃଦ୍ଧି। ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଏକା ପ୍ରକାର ସଂରକ୍ଷଣ।